ସମସ୍ତଙ୍କୁ ଓଡ଼ିଶା କମ୍ୟୁନିକେସନରେ ବହୁତ ବହୁତ ସ୍ୱାଗତ। ବର୍ତ୍ତମାନ ସମୟରେ ଏସସି ଏସଟି ଡେଭଲପମେଣ୍ଟ ଅଣ୍ଡରରେ ବିଭିନ୍ନ ସ୍କୁଲରେ ଶିକ୍ଷକ ନିଯୁକ୍ତି ପାଇଁ ନୋଟିଫିକେସନ୍ ଆସିଛି। ଯେପରି ଆପଣଙ୍କର ଫିଜିକାଲ ଏଜୁକେସନ୍ ଟିଚର, ହିନ୍ଦୀ ଟିଚର, ସାଂସ୍କ୍ରିଟ ଟିଚର, ଟିଜିଟି ସିବିଜେଟ୍, ଟିଜିଟି ପିସିଏମ୍, ଟିଜିଟି ଆର୍ଟ୍ସ ଏବଂ ପ୍ରାଇମେରୀ ଶିକ୍ଷକ ଯାହାକୁ ଆମେ ଏଠି କହୁଛନ୍ତି ସେବକ ସେବିକା ନିଯୁକ୍ତି ପାଇଁ ନୋଟିଫିକେସନ୍ ଆସିଛି। ସମସ୍ତ ପୋଷ୍ଟ ରେଗୁଲାର ବେସିସ୍ରେ ନିଯୁକ୍ତି କରାଯିବ। ଆମେ ଗୋଟିଏ ପରେ ଗୋଟିଏ ପୋଷ୍ଟର ଏଜୁକେଶନାଲ କ୍ୱାଲିଫିକେସନ୍ ସିଲେକ୍ସନ୍ ପ୍ରୋସିଜିଓର ଗୋଟିଏ ଭିଡ଼ିଓରେ ଆମେ ସମସ୍ତ ଭେକେନ୍ସିର ଡିଟେଲ୍ସ ଜାଣିବା। ତା ପୂର୍ବରୁ କହି ରଖୁଛି ଭିଡ଼ିଓ ଗୋଟେ ଲାଇକ୍ କରନ୍ତୁ, ନିଜର ଫ୍ରେଣ୍ଡସ୍ ମାନଙ୍କ ସହିତ ସେୟାର କରନ୍ତୁ। ଦେଖନ୍ତୁ, ବର୍ତ୍ତମାନ ସମୟରେ ଆମେ ଦେଖିବା ଯେ ଆପଣଙ୍କର ପିଟି ଫିଜିକାଲ ଏଜୁକେସନ୍ ଟିଚରର ଅନଲାଇନ୍ ରେଜିଷ୍ଟ୍ରେସନ୍ ଆରମ୍ଭ ହେବ କେବେ ନା ଡିସେମ୍ବର 29 ତାରିଖ 2024 ଏବଂ ଜାନୁଆରୀ 22 ତାରିଖ ପର୍ଯ୍ୟନ୍ତ ଫିଜିକାଲ ଏଜୁକେସନ୍ ଟିଚରର ଅନଲାଇନ୍ ରେଜିଷ୍ଟ୍ରେସନ୍ ହେବ। ଏବଂ ଯଦି ଅନଲାଇନ୍ ରେଜିଷ୍ଟ୍ରେସନ୍ ଜାନୁଆରୀ 22 ମଧ୍ୟରେ କରିଥିବେ ତେବେ ଜାନୁଆରୀ 31 ତାରିଖ ପର୍ଯ୍ୟନ୍ତ ଆପଣଙ୍କୁ ଫାଇନାଲ ସବମିଶନ୍ କରିବା ପାଇଁ ଡେଟ୍ ଦିଆଯିବ। ଏବଂ ଏଥିରେ ଟୋଟାଲ ପୋଷ୍ଟ ରହିବ 105ଟି ପୋଷ୍ଟ ରହିବ ଏବଂ ଏହି ପୋଷ୍ଟ ଆପଣଙ୍କର ବିଭିନ୍ନ କ୍ୟାଟାଗୋରୀ ୱାଇଜ୍ ରହିଛି। ଏବଂ ଆପଣଙ୍କର ପେ ସ୍କେଲ୍ କେତେ ରହୁଛି ନା ଆପଣଙ୍କର 23,600ରୁ ଆପଣଙ୍କର 74,800। ଏଇ ଯେଉଁ 23,600 ବେସିକ୍ ପେ ରହିବ, ଏଥିରେ ଆପଣଙ୍କର ଡିଏ ରହିବ 53% ଏବଂ ଏଚଆର୍ଏ ରହିବ ଆପଣଙ୍କର ଏରିଆ ୱାଇଜ୍ ମିନିମମ୍ ଆପଣଙ୍କର 4% ରହିବ ଏଚଆର୍ଏ। ଏହି ଅନୁସାରେ ଆପଣଙ୍କୁ ସାଲେରୀ ମିଳିବ। ତେବେ ଆପଣ ଏଠୁ ହିସାବ କରୁଥିବେ ଯେ ଆପଣଙ୍କୁ 40,000 ପ୍ଲସ୍ ମିଳିବ। ଏବଂ ଏଜ୍ କ୍ରାଇଟେରିଆ ଆପଣଙ୍କର ମନେ ରଖନ୍ତୁ, ମିନିମମ୍ 21, ମ୍ୟାକ୍ସିମମ୍ 38। ସମସ୍ତ ପୋଷ୍ଟ ହିନ୍ଦୀ ପାଇଁ, ସାଂସ୍କ୍ରିଟ ପାଇଁ, ଟିଜିଟି ସିବିଜେଟ୍ ପାଇଁ, ଟିଜିଟି ପିସିଏମ୍ ପାଇଁ ସମସ୍ତ ପୋଷ୍ଟ ପାଇଁ ମିନିମମ୍ ଏଜ୍ ଆପଣଙ୍କର 21 ଇୟର, ମ୍ୟାକ୍ସିମମ୍ 38 ଇୟର। ଏହା ସହିତ ଆପଣଙ୍କର ରିଲାକ୍ସେସନ୍ ରହୁଛି ଆପଣଙ୍କର ଏସସି ଏସଟି ପିଡବ୍ଲ୍ୟୁଡି ଏବଂ ଓମେନ୍ କ୍ୟାଣ୍ଡିଡେଟ୍ସ ମାନଙ୍କ ପାଇଁ 5 ଇୟର। ତେବେ ସେମାନେ 43 ପର୍ଯ୍ୟନ୍ତ ଆବେଦନ କରିପାରିବେ ଏବଂ ଯେଉଁମାନେ ଫିଜିକାଲ ଡିଜାବିଲିଟି ସେମାନେ 48 ଇୟର ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏଜୁକେଶନାଲ କ୍ୱାଲିଫିକେସନ୍ କ'ଣ ରହିବେ? +2 ପାସ୍ କରିଥିବେ, ତା ସହିତ ସିପେଟ୍ କିମ୍ବା ଡିପେଟ୍ କିମ୍ବା ବିପିଏଟ୍ କିମ୍ବା ଏମପିଏଟ୍ କରିଥିବେ ଏବଂ ୱେଷ୍ଟେଟ୍ ନିଶ୍ଚିନ୍ତ ଭାବରେ ପାସ୍ କରିଥିବେ। ଯଦି ୱେଷ୍ଟେଟ୍ ଆପଣ କ୍ୱାଲିଫାଇ ନୁହନ୍ତି ତେବେ ଆପଣ ଏହି ପୋଷ୍ଟ ପାଇଁ ଆବେଦନ କରିପାରିବେ ନାହିଁ। ଏଥିରେ ଆପଣଙ୍କର ଦୁଇଟି ଷ୍ଟେପ୍ ରହୁଛି, ଗୋଟେ ପ୍ରିଲିମିନାରୀ ଏକ୍ଜାମ ରହୁଛି ଆଉ ଗୋଟେ ମେନ୍ ଏକ୍ଜାମିନେସନ୍ ରହୁଛି। ଦୁଇଟି ଷ୍ଟେପ୍ରେ ଆପଣଙ୍କୁ ଏଥିରେ ସିଲେକ୍ସନ୍ ପ୍ରୋସିଜିଓର ରହିବ, ପ୍ରିଲିମିନାରୀ ଏକ୍ଜାମିନେସନ୍ ଏବଂ ମେନ୍ ଏକ୍ଜାମିନେସନ୍। ଏବଂ ଏହାପରେ ଆଉ ଗୋଟେ ମୁଖ୍ୟ କଥା ଯେ ୱେଷ୍ଟେଟ୍ ଆପଣଙ୍କର ୱେଷ୍ଟେଟ୍ ନିଶ୍ଚିନ୍ତ ଭାବରେ ଆପଣ କ୍ୱାଲିଫାଏ କରିଥିବା ଦରକାର। ଏଠି ଏପିଅରିଂର ଆପ୍ଲାଏ କରିବା ପାଇଁ ଚାନ୍ସ ଦିଆଯାଉ ନାହିଁ, ଆପଣ ନିଶ୍ଚିନ୍ତ ପାସ୍ କରିଥିବା ଦରକାର। ଏବଂ ଏଜୁକେଶନାଲ କ୍ୱାଲିଫିକେସନ୍ ଆପଣଙ୍କର ଲାଷ୍ଟ ଡେଟ୍ ଅଫ୍ ଆପ୍ଲାଏ ତେବେ 31/1/2025 ସୁଦ୍ଧା ଆପଣଙ୍କର ସମସ୍ତ ଏଜୁକେଶନାଲ କ୍ୱାଲିଫିକେସନ୍ ଫୁଲଫିଲ୍ ହେଉଥିବା ଦରକାର। ଦେନ୍ ଆପଣ ଏଇ ପୋଷ୍ଟ ପାଇଁ ଆବେଦନ କରିପାରିବେ। ଏଠି ମଧ୍ୟ ସେ ଲେଖିଦେଇଛି, ଦେଖନ୍ତୁ ଆପଣଙ୍କର ଯେ କ୍ୟାଣ୍ଡିଡେଟ୍ ପର୍ସୁଇଂ ଏକାଡେମିକ୍ ଟ୍ରେନିଂ କ୍ୱାଲିଫିକେସନ୍ ଫ୍ରମ୍ ବୋର୍ଡ ୟୁନିଭର୍ସିଟି ଅଫ୍ ଆଉଟସାଇଡ୍ ପ୍ରଡ୍ୟୁସ୍ ଦ ଫଲୋଇଂ ଡକ୍ୟୁମେଣ୍ଟସ୍। ଏବଂ ଯଦି ଯେଉଁମାନେ ବାହାର ଷ୍ଟେଟ୍ରୁ କରିଥିବେ ସେ କରିଥିବେ। ଦେନ୍ ଏଇଠି ଆପଣ ଲେଖା ହେଇଛି, ଦେଖନ୍ତୁ ଯେ ସେମାନେ ଏଜୁକେଶନାଲ କ୍ୱାଲିଫିକେସନ୍ ଏଜ୍ ଅନ୍ ଦ ଲାଷ୍ଟ ଡେଟ୍ ଅଫ୍ ଆଡ଼ଭର୍ଟାଇଜମେଣ୍ଟ, ଯେଉଁଟାକି ଆପଣଙ୍କର 31/1/2025 ସୁଦ୍ଧା ଆପଣଙ୍କର କ'ଣ କରାହେଇଥିବ ନା ସେ କରିପାରିଥିବା ଦରକାର, ଯେଉଁଟାକି ଆପଣଙ୍କର ଏଜୁକେଶନାଲ କ୍ୱାଲିଫିକେସନ୍। ଦେନ୍ ହିନ୍ଦୀ ଟିଚର ଆବେଦନ ଆପଣଙ୍କର ଡିସେମ୍ବର 27 ତାରିଖ 2024ରୁ ଆରମ୍ଭ ହୋଇଛି ଏବଂ ଏହାର ଲାଷ୍ଟ ଡେଟ୍ ରହିଛି 22 ଆପଣଙ୍କର ଜାନୁଆରୀ ଏବଂ 22 ଜାନୁଆରୀ ମଧ୍ୟରେ ଯଦି ଆପଣ ରେଜିଷ୍ଟ୍ରେସନ୍ କରିଥିବେ ତେବେ 31 ଜାନୁଆରୀ 2025 ସୁଦ୍ଧା ଆପଣ ତାକୁ ଅନଲାଇନ୍ ସବମିଶନ୍ କରିପାରିବେ। ଏବଂ ଟୋଟାଲ ପୋଷ୍ଟ ଏଠି କେତୋଟି ରହିଛି ନା 83ଟି ପୋଷ୍ଟ ରହିଛି ଏବଂ ବିଭିନ୍ନ କ୍ୟାଟାଗୋରୀ ୱାଇଜ୍ ରହିଛି। ଏଜ୍ କ୍ରାଇଟେରିଆ ସମସ୍ତଙ୍କର ସମାନ, ଅଲରେଡ଼ି ମୁଁ କହିଦେଲି। ପେ ସ୍କେଲ୍ ଆପଣଙ୍କର 35,400 ରହିବ। ଦେନ୍ ଏଥିରେ ଡିଏ ଏବଂ ଏଚଆର୍ଏ ରହିବ। ଏଜୁକେଶନାଲ କ୍ୱାଲିଫିକେସନ୍ କ'ଣ ରହୁଛି ଏଠି ମଧ୍ୟ ସେ ଲାଷ୍ଟ ଡେଟ୍ ସେଇ ସେମ୍ 31/1/2025 ସୁଦ୍ଧା ଆପଣଙ୍କର ବିଏଡ୍ କମ୍ପ୍ଲିଟ୍ ହେଇଥିବା ଦରକାର ବା ଏଜୁକେଶନାଲ ଯେଉଁ କ୍ୱାଲିଫିକେସନ୍ କମ୍ପ୍ଲିଟ୍ ହେଇଥିବା ଦରକାର। ଏଥିରେ କେଉଁମାନେ ଆବେଦନ କରିବେ? ଯେଉଁମାନେ ବ୍ୟାଚଲର ଡିଗ୍ରୀ କରିଥିବେ, ବିଏ କରନ୍ତୁ କିମ୍ବା ଅନ୍ୟ କୌଣସି ବ୍ୟାଚଲର ଡିଗ୍ରୀ କରନ୍ତୁ, ହିନ୍ଦୀ ତାଙ୍କର ଗୋଟେ ସବଜେକ୍ଟ ଥିବ, ସେଟା ଇଲେକ୍ଟିଭ ପାସ୍ କିମ୍ବା ଅନର୍ସ ହେଇଥିବ। ଏବଂ ମନେ ରଖନ୍ତୁ ସବୁବେଳେ ଜେନେରାଲ ମାନଙ୍କ ପାଇଁ 50%, ଅନ୍ୟ ସମସ୍ତ କ୍ୟାଟାଗୋରୀ ପାଇଁ 45% ମାର୍କ। ଏଇଟା ବାରମ୍ବାର କହିହେବନି, ଗୋଟିଏ କ୍ରାଇଟେରିଆ ସମସ୍ତଙ୍କ ପାଇଁ।
ଏହା ସହିତ କିଏ ହିନ୍ଦୀ ବି ଯେଉଁଟାକି ଆପଣଙ୍କର BHCD ହିନ୍ଦୀ B.Ed କରିଥିବେ କିମ୍ବା ହିନ୍ଦୀ ଶିକ୍ଷା ପାରଙ୍ଗତ କରିଥିବେ କିମ୍ବା B.Ed ଇନ୍ ହିନ୍ଦୀ କରିଥିବେ କିମ୍ବା ନର୍ମାଲ B.Ed କରିଥିବେ ଗ୍ରାଜୁଏସନରେ ଆପଣଙ୍କର ହିନ୍ଦୀ ସବଜେକ୍ଟ ରଖି ସେମାନେ ଆବେଦନ କରିପାରିବେ। ଏବଂ ଏହା ସହିତ ରାଷ୍ଟ୍ରଭାଷା ରତ୍ନ କିମ୍ବା ହିନ୍ଦୀରେ ଶାସ୍ତ୍ରୀ କିମ୍ବା ସ୍ନାତକ କରି ଯଦି ସେମାନେ ହିନ୍ଦୀ ଶିକ୍ଷା ପାରଙ୍ଗତ କରିଥିବେ BHCD କରିଥିବେ ବା B.Ed ଇନ୍ ହିନ୍ଦୀ କରିଥିବେ କିମ୍ବା ନର୍ମାଲ B.Ed କରିଥିବେ ସେମାନେ ଆବେଦନ କରିପାରିବେ। ଏବଂ ଏଠି ମନେ ରଖନ୍ତୁ ଯେ ୱେଷ୍ଟେଡ୍ ପାସ୍ କରିଥିବା ଦରକାର ସମସ୍ତ ପୋଷ୍ଟ ପାଇଁ। ଏଠି ଏପିୟରିଂରେ ଆପଣଙ୍କର ଏଲାଉ କରୁନାହିଁ SSD ଏବଂ ଏଠି କେବଳ ଯେଉଁମାନେ ପାସ୍ କରିଛନ୍ତି ସେମାନଙ୍କୁ ହିଁ ଆବେଦନ କରିବା ପାଇଁ ଚାନ୍ସ ଦିଆଯାଇଛି। ଏବଂ ହିନ୍ଦୀରେ ମଧ୍ୟ ଆପଣଙ୍କର ସେମ୍ ଟୁ ସେମ୍ ଆପଣଙ୍କର ପ୍ରିଲିମିନାରୀ ଏକ୍ଜାମିନେସନ୍ ହେବ, ମେନ୍ ଏକ୍ଜାମିନେସନ୍ ହେବ ଏବଂ ଏହାର ଡିଟେଲ୍ସ ଯେଉଁ ସିଲାବସ୍ ଦେଖ ପ୍ରିଲିମିନାରୀ ଏକ୍ଜାମିନେସନ୍ ହେବ ତାର ସିଲାବସ୍ ଅଛି, ଦେନ୍ ଆପଣଙ୍କର ମେନ୍ ଏକ୍ଜାମିନେସନ୍ କରାଯିବ। ଏବଂ ଗୋଟେ କଥା ମନେ ରଖନ୍ତୁ ପ୍ରିଲିମିନାରୀ ଏକ୍ଜାମିନେସନ୍ PET ହିନ୍ଦୀ, ସାଂସ୍କ୍ରିଟ, TGT CBZ, TGT PCM, TGT ଆର୍ଟ୍ସ ଏବଂ ସେବକ ସେବିକା ସମସ୍ତଙ୍କର ସମାନ ରହୁଛି। ଏବଂ ଆପଣଙ୍କର ଯେଉଁ ରହୁଛି ଆପଣଙ୍କର ମେନ୍ ଏକ୍ଜାମିନେସନ୍ ସେଟା କେବଳ ସବଜେକ୍ଟିଭ୍ ପାର୍ଟରେ ହିଁ କରାଯିବ। ଏବଂ ଏହାପରେ ଆସିବା ଆମେ କ୍ଲାସିକାଲ ଟିଚର ଯେଉଁଟାକି ସାଂସ୍କ୍ରିଟ ଟିଚର, ତାର ଆପଣଙ୍କର ଆବେଦନ ଆରମ୍ଭ ହୋଇସାରିଛି 29 ଡିସେମ୍ବର 2024 ଏବଂ 22 ଜାନୁଆରୀ 2025 ଲାଷ୍ଟ ଡେଟ୍ ରେଜିଷ୍ଟ୍ରେସନରେ ଏବଂ ଆବେଦନର ସବମିଶନ ଡେଟ୍ ରହୁଛି ଆପଣଙ୍କର 31/1/2025 ଏବଂ ଏଇ 31/1/2025 ସୁଦ୍ଧା ଆପଣଙ୍କର ସମସ୍ତ ଏଜୁକେଶନାଲ କ୍ୱାଲିଫିକେସନ ଯେ ଆପଣଙ୍କର ପ୍ରଫେସନାଲ କ୍ୱାଲିଫିକେସନ ଯେଉଁଟାକି ଆପଣ ବ୍ୟାଚଲର ଡିଗ୍ରୀ ଏବଂ B.Ed ଏଗୁଡ଼ା କମ୍ପ୍ଲିଟ୍ ହେଇଥିବା ଦରକାର। ଏବଂ ଏଥିରେ ଟୋଟାଲ ପୋଷ୍ଟ ଆପଣଙ୍କର କେତୋଟି ରହିଛି ନା 71ଟି ପୋଷ୍ଟ ରହିଛି। ଏବଂ ଏହାପରେ ଆମେ ଦେଖିବାର ସାଲେରୀ ଆପଣଙ୍କର 35,400 ରହିବ ସାଲେରୀ। ଏଜ୍ କ୍ରାଇଟେରିଆ ଯେମିତି ମୁଁ କହିଦେଇଛି ପ୍ରଥମରୁ 21ରୁ 38 ବର୍ଷ ଏବଂ ଏହା ସହିତ ଆପଣଙ୍କର ଯେଉଁ ରିଲାକ୍ସେସନ୍ ରହିଛି। ଏବଂ କେଉଁମାନେ ଆବେଦନ କରିବେ ନା ବ୍ୟାଚଲର ଡିଗ୍ରୀ ସେମାନେ କରିଥିବେ ଏବଂ ବ୍ୟାଚଲର ଡିଗ୍ରୀରେ ସାଂସ୍କ୍ରିଟ ଗୋଟେ ସବଜେକ୍ଟ ଥିବ, ସେଟା ଇଲେକ୍ଟିଭ ହେଇପାରେ, ପାସ୍ ହେଇପାରେ, ଅନର୍ସ ହେଇପାରେ, ଅପସନାଲ ହେଇପାରେ, ସାଂସ୍କ୍ରିଟ ସବଜେକ୍ଟ ଥିବ। ୟୁଆର୍ ପାଇଁ 50%, ଅନ୍ୟ କ୍ୟାଟାଗୋରୀ ପାଇଁ 45% ଏବଂ ତା ସହିତ ସେମାନେ B.Ed କରିଥିବେ କିମ୍ବା ହିନ୍ଦୀ B.Ed ଯଦି କରିଥିବେ ସେମାନେ ଆବେଦନ କରିପାରିବେ କିମ୍ବା 4 ଇୟର ଇଣ୍ଟିଗ୍ରେଟେଡ୍ B.Ed ଯଦି କରିଥିବେ ସେମାନେ ମଧ୍ୟ ଆବେଦନ କରିପାରିବେ। କିନ୍ତୁ ସାଂସ୍କ୍ରିଟ ସବଜେକ୍ଟ ସେମାନେ ରଖିଥିବା ଦରକାର, ଯଦି ସାଂସ୍କ୍ରିଟ ରଖିନଥିବେ ସେମାନେ ଏଲିଜିବଲ୍ ହେବେ ନାହିଁ। ଏବଂ ୱେଷ୍ଟେଡ୍ ମଷ୍ଟ ପାସ୍ କରିଥିବା ଦରକାର। ଏଥିରେ ମଧ୍ୟ ପ୍ରିଲିମିନାରୀ ଏକ୍ଜାମିନେସନ୍ କରାଯିବ ଏବଂ ମେନ୍ ଏକ୍ଜାମିନେସନ୍ କରାଯିବ ଏବଂ ଏହା ପରେ ଆପଣଙ୍କର ସିଲେକ୍ସନ୍ କରାଯିବ। ପ୍ରିଲିମିନାରୀ ଏକ୍ଜାମିନେସନ୍ କ'ଣ ରହିବ ନା ଆପଣଙ୍କର 100 ମାର୍କରେ ରହିବ ଏବଂ ମେନ୍ ଏକ୍ଜାମିନେସନ୍ ମଧ୍ୟ 100 ମାର୍କରେ ରହିବ। ନେଗେଟିଭ ମାର୍କରେ ଅଛି ଏବଂ ଏହା ସହିତ ଆପଣଙ୍କର ମନେ ରଖନ୍ତୁ ଯଦି ଆପଣଙ୍କର କ୍ୟାଣ୍ଡିଡେଟ୍ କ୍ୟାଟାଗୋରୀ ୱାଇଜ୍ ଏବଂ ପୋଷ୍ଟ ୱାଇଜ୍ 5 ଟାଇମ୍ସରୁ ଏଭଭ୍ ହୁଅନ୍ତି ତେବେ ପ୍ରିଲିମିନାରୀ ଏକ୍ଜାମିନେସନ୍ ହେବ। ଯଦି ସବୁ ପୋଷ୍ଟ ପାଇଁ ଯଦି 5 ଟାଇମ୍ସରୁ କମ୍ କ୍ୟାଣ୍ଡିଡେଟ୍ ହୁଅନ୍ତି ତେବେ ପ୍ରିଲିମିନାରୀ ଏକ୍ଜାମିନେସନ୍ କରାଯିବ ନାହିଁ। ଏବଂ ଏହାପରେ ଆସୁଛି TGT ଯେଉଁଟାକି ଆପଣଙ୍କର CBZ ର ଆପଣଙ୍କର 30 ଡିସେମ୍ବରରୁ ଆରମ୍ଭ ହୋଇଛି ଆବେଦନ 2024 ଏବଂ 22 ଜାନୁଆରୀ ରହୁଛି ଲାଷ୍ଟ ଡେଟ୍ ଏବଂ 31 ଜାନୁଆରୀ 2025 ସୁଦ୍ଧା ଆପଣ ଆବେଦନ କରିପାରିବେ। ଏବଂ ଏଥିରେ ମନେ ରଖନ୍ତୁ ସବୁ ପୋଷ୍ଟ ପାଇଁ କୌଣସି ଆପ୍ଲିକେସନ୍ ଫି ନାହିଁ ଏବଂ ସବୁ ପୋଷ୍ଟ ପାଇଁ ଆପଣଙ୍କର 21ରୁ 38 ବର୍ଷ ଆପଣଙ୍କର ରହୁଛି ଏଜ୍ ଲିମିଟ୍ ଏବଂ CBZରେ ଆପଣଙ୍କର ଟୋଟାଲ ପୋଷ୍ଟ ରହିଛି 33ଟି ପୋଷ୍ଟ ରହିଛି ଏବଂ ପେ ସ୍କିଲ୍ ସମସ୍ତଙ୍କ TGT ପାଇଁ ଆପଣଙ୍କର ରହୁଛି 35,400 ଏବଂ ଏଥିରେ ଆପଣ 53% DA ଏବଂ 4% ମିନିମମ୍ HRA ଏଡ୍ କରିପାରିବେ ବେସିକ୍ ପେରେ। ଏଜ୍ କ୍ରାଇଟେରିଆ ଅଲରେଡ଼ି କହିଲେ ଏବଂ ଏଜୁକେଶନାଲ କ୍ୱାଲିଫିକେସନ୍ କ'ଣ କରିଥିବେ ସେମାନେ BSc କିମ୍ବା B.Tech କିମ୍ବା ଆପଣଙ୍କର BE ବ୍ୟାଚଲର ଅଫ୍ ଇଞ୍ଜିନିୟରିଂ କରିଥିବେ, ତା ସହିତ 2ଟି ସ୍କୁଲ ସବଜେକ୍ଟ ଥିବ। ସେ 2ଟି ସ୍କୁଲ ସବଜେକ୍ଟ କ'ଣ ରହିଛି ନା କମ୍ବିନେସନ୍ ଦିଆଯାଇଛି ଦେଖନ୍ତୁ ଯେ ଆପଣଙ୍କର କେମିଷ୍ଟ୍ରି, ବଟନି, ଜୁଓଲୋଜି, ବାୟୋଲୋଜି, ବାୟୋଟେକ୍ନୋଲୋଜି ଏହି ସବଜେକ୍ଟ ମଧ୍ୟରୁ ଯେକୌଣସି 2ଟି ସବଜେକ୍ଟ ଥିବା ଦରକାର ଏବଂ ୱେଷ୍ଟେଡ୍ ନିଶ୍ଚିନ୍ତ ଭାବରେ ଆପଣ ପାସ୍ କରିଥିବା ଦରକାର। ଏବଂ ସବୁ କଥା ମନେ ରଖନ୍ତୁ ଯଦି ଆପଣ ବାହାର ରାଜ୍ୟରୁ B.Ed ପାସ୍ କରିଛନ୍ତି ଆପଣଙ୍କ ଇକ୍ୱିଭାଲେନ୍ସି ସାର୍ଟିଫିକେଟ୍, ଏଫିଲିଏସନ୍ ସାର୍ଟିଫିକେଟ୍, ରେକଗ୍ନିସନ୍ ସାର୍ଟିଫିକେଟ୍ ଏବଂ ଗ୍ରେଡ୍ ଟୁ ପରସେଣ୍ଟେଜ କନଭର୍ସନ୍ ସାର୍ଟିଫିକେଟ୍ ଏବଂ OTP RMS ଏହି ସାର୍ଟିଫିକେଟ୍ ଆପଣଙ୍କୁ ରଖିବା ପାଇଁ ପଡ଼ିବ ସମସ୍ତେ ଯେଉଁମାନେ ବାହାର ରାଜ୍ୟରୁ B.Ed କରିଛନ୍ତି। ଏବଂ ଏଠି ମଧ୍ୟ ପ୍ରିଲିମିନାରୀ ଏବଂ ମେନ୍ସ ଏକ୍ଜାମିନେସନ୍ କରାଯିବ, ସିଲେକ୍ସନ୍ କରାଯିବ। ଏବଂ ଏହାପରେ ରହୁଛି ଆପଣଙ୍କର PCM TGT PCM
ଏହାର ମଧ୍ୟ ଆବେଦନ ଡିସେମ୍ବର 29/2024 ଆରମ୍ଭ ହେଇଛି ଏବଂ 22 ଜାନୁଆରୀ 2025 ଏହାର ଲାଷ୍ଟ ଡେଟ୍ ରହୁଛି ଏବଂ ଟୋଟାଲ ପୋଷ୍ଟ ରହିଛି ଆପଣଙ୍କର 29ଟି ପୋଷ୍ଟ ରହିଛି ଏବଂ ସମସ୍ତ କ୍ୟାଟାଗୋରୀ ୱାଇଜ୍ ୟାକୁ ମଧ୍ୟ ଡିଭାଇଡ୍ କରାଯାଇଛି। ସାଲାରୀ ମଧ୍ୟ ସେମ୍ 35,400 DSRA ମିଳିବ। ଏଜ୍ କ୍ୱାଲିଫିକେସନ୍ ଅଲରେଡ଼ି ମୁଁ କହିସାରିଛି। ଏଥି ମଧ୍ୟ ସେ ଆପଣଙ୍କର BSc କିମ୍ବା ଆପଣଙ୍କର ବିଟେକ୍ କିମ୍ବା ଆପଣଙ୍କର BE ବ୍ୟାଚଲର ଅଫ୍ ଇଞ୍ଜିନିୟରିଂ ତା ସହିତ ଟୁ ସ୍କୁଲ ସବଜେକ୍ଟ ଆପଣ ରଖିଥିବା ଦରକାର। ତେବେ ଏବଂ ଏହା ସହିତ BSc BEd ଯେଉଁମାନେ 4 ଇୟର ଇଣ୍ଟିଗ୍ରେଟେଡ୍ କରୁଛନ୍ତି ସେମାନେ ମଧ୍ୟ ଆବେଦନ କରିପାରିବେ। ଏବଂ ଆପଣଙ୍କର ଯେଉଁ ସବଜେକ୍ଟ ରହିଛି ଆପଣଙ୍କର ଫିଜିକ୍ସ କେମିଷ୍ଟ୍ରି ମ୍ୟାଥମେଟିକ୍ସ ଏଇ ତିନୋଟି ମଧ୍ୟରୁ ଯେକୌଣସି ଦୁଇଟି ଥିବା ଦରକାର ଏବଂ ୱେଷ୍ଟେଡ୍ ପାସ୍ କରିଥିବା ଦରକାର। ପ୍ରିଲିମିନାରୀ ଏକ୍ଜାମିନେସନ୍ ମେନ୍ସ ଏକ୍ଜାମିନେସନ୍ କରାଯିବ। TGT ଆର୍ଟ୍ସ TGT ଆର୍ଟ୍ସରେ ଆପଣଙ୍କର 30 ଡିସେମ୍ବର 2024 ଆରମ୍ଭ ହେଇଛି ଏବଂ ଲାଷ୍ଟ ଡେଟ୍ ରହୁଛି 22 ଜାନୁଆରୀ 2025। ସମସ୍ତଙ୍କର ଲାଷ୍ଟ ଡେଟ୍ 22 ଜାନୁଆରୀ ରହିଛି ରେଜିଷ୍ଟ୍ରେସନ ରେଜିଷ୍ଟ୍ରେସନର ଏବଂ ସବମିଶନ କରିପାରିବେ ଜାନୁଆରୀ 31 ତାରିଖ ସୁଦ୍ଧା ଏବଂ ଏଠି ଆପଣଙ୍କର 29ଟି ପୋଷ୍ଟ ରହିଛି ଏବଂ ଏହା ସହିତ ଆପଣଙ୍କର କ'ଣ ରହିଛି ନା ଏଠି ଆପଣଙ୍କର କ୍ୱାଲିଫିକେସନ୍ ମାନେ ଆପଣଙ୍କ ସାଲାରୀ 35,400 ରହିବ। ଦେନ୍ ଆପଣଙ୍କର କ୍ୱାଲିଫିକେସନ୍ କ'ଣ ରହିବ? କ୍ୱାଲିଫିକେସନ୍ କ'ଣ ଥିଲେ ଆପଣ ଆବେଦନ କରିପାରିବେ? ଆପଣଙ୍କର କ'ଣ କରିଥିବେ ନା BA କିମ୍ବା ବିକମ୍ କିମ୍ବା ଶାସ୍ତ୍ରୀ ଯେଉଁମାନେ ଶାସ୍ତ୍ରୀ କରିଛନ୍ତି ସେମାନେ ମଧ୍ୟ ମାନେ ଏଥିପାଇଁ ଏଲିଜିବୁଲ୍ ହେଇପାରିବେ। ଦେନ୍ ଆପଣଙ୍କର 4 ଇୟର ଇଣ୍ଟିଗ୍ରେଟେଡ୍ BEd ଯେଉଁମାନେ କରିଛନ୍ତି BEd MEd କରିଛନ୍ତି ସମସ୍ତଙ୍କୁ ଏଠି ଆଲାଉନ୍ସ କରାଯାଉଛି। ଦେନ୍ ଆପଣଙ୍କର ଦୁଇଟି ସ୍କୁଲ ସବଜେକ୍ଟ ସେ କ'ଣ ହେଇଥିବ ନା ଅନର୍ସ ହେଇଥିବ, ପାସ୍ ହେଇଥିବ, ଇଲେକ୍ଟିଭ ହେଇଥିବ, ଅପସନାଲ ହେଇଥିବ କିମ୍ବା କମ୍ପଲସରି ହେଇଥିବ। ତେବେ ଆପଣ ଏଇ ପୋଷ୍ଟ ପାଇଁ ଆବେଦନ କରିପାରିବେ। କ'ଣ କ'ଣ ସବଜେକ୍ଟ ଦିଆଗଲା ନା ଇଂଲିଶ, ଓଡ଼ିଆ, ହିନ୍ଦୀ, ସାଂସ୍କ୍ରିଟ, ହିଷ୍ଟ୍ରି, ଜିଓଗ୍ରାଫି, ଇକୋନୋମିକ୍ସ, ପଲିଟିକାଲ ସାଇନ୍ସ, ଇଣ୍ଡିଆନ୍ ଇକୋନୋମି, ଲ୍ୟାଣ୍ଡମାର୍କ ଇନ୍ ଇଣ୍ଡିଆନ୍ ହିଷ୍ଟ୍ରି, ଇଣ୍ଡିଆନ୍ ଜିଓଗ୍ରାଫି, ଇଣ୍ଡିଆନ୍ ପଲିଟି ଏହି ସବଜେକ୍ଟ ମଧ୍ୟରୁ ଯେକୌଣସି ଦୁଇଟି ଥିଲେ ଆପଣ ଆବେଦନ କରିପାରିବେ ଏବଂ ୱେଷ୍ଟେଡ୍ ମଷ୍ଟ ଆପଣଙ୍କୁ କ୍ୱାଲିଫିକେସନ୍ କରିବା ପାଇଁ ପଡ଼ିବ। ଯଦି ଆପଣ ୱେଷ୍ଟେଡ୍ କ୍ୱାଲିଫିକେସନ୍ ନଥିବ ଦେନ୍ ଆପଣ ଏଲିଜିବୁଲ୍ ହେବେନି। ଏଥିରେ ମଧ୍ୟ ପ୍ରିଲିମ୍ସ ଏକ୍ଜାମିନେସନ୍ ଏବଂ ମେନ୍ସ ଏକ୍ଜାମିନେସନ୍ କରାଯିବ ଏବଂ ଏହାପରେ ରହୁଛି ଆପଣଙ୍କର ସେବକ ସେବିକା। ଦେଖନ୍ତୁ ଏଇଟା ମୋଷ୍ଟ ଡିମାଣ୍ଡିଂ ରିକ୍ରୁଟମେଣ୍ଟ। ସେବକ ସେବିକା ମାନେ ଆମେ ଯାହାକୁ କହୁଛନ୍ତି ଜେଟି ଜୁନିୟର ଟିଚର ଏବଂ ଏଠି ଜେଟି ମାନଙ୍କୁ ରେଗୁଲାର ନିଯୁକ୍ତି ଦିଆଯିବ। ଯେଉଁ SSD ଡେଭଲପମେଣ୍ଟ ଅଣ୍ଡରରେ ଯେଉଁମାନେ ଜବ୍ କରିବେ ସେବକ ସେବିକା ଭାବରେ ସେମାନଙ୍କୁ ଡାଇରେକ୍ଟ ରେଗୁଲାର ପୋଷ୍ଟ ଦିଆଯିବ। ଡିସେମ୍ବର 30 ତାରିଖ 2024 ଆରମ୍ଭ ହେଇଛି ଆବେଦନ ଏବଂ ଏହାର ଲାଷ୍ଟ ଡେଟ୍ ରହୁଛି 22 ଜାନୁଆରୀ ଏବଂ ସବମିଶନ କରିପାରିବେ 31 ଜାନୁଆରୀ 2025 ସୁଦ୍ଧା ଏବଂ ଏହାର ଟୋଟାଲ ପୋଷ୍ଟ ରହିଛି 2,279ଟି ପୋଷ୍ଟ ରହୁଛି ଏବଂ ଏଥିରେ ଆପଣଙ୍କର କେତୋଟି ନା 2243ଟି ରହିଛି ଆପଣଙ୍କର ସେବକ ସେବିକା ଏବଂ ଟ୍ରାଇବାଲ ଲାଙ୍ଗୁଏଜ ଟିଚର ରହିଛି ଆପଣଙ୍କର 236ଟି ଏବଂ ଏହା ସହିତ ଆପଣଙ୍କର ଏହାର ଯେଉଁ ପେ ସ୍କେଲ୍ ଏବଂ ଡାଇରେକ୍ଟ ରେଗୁଲାର ପୋଷ୍ଟ ରହିବ ଆପଣଙ୍କର ବେସିକ୍ ପେ ରହିବ 23,600 ଏବଂ 23,600 ସହିତ ଆପଣଙ୍କର DA ବର୍ତ୍ତମାନ 53% ମିଳୁଛି ଏବଂ ଆପଣଙ୍କର HRA ଆପଣଙ୍କର ମିନିମମ୍ 4% ରହୁଛି, ମ୍ୟାକ୍ସିମମ୍ 12%। এই ବେସିକ୍ ପେ ଉପରେ ଆପଣ 50% 53 ଏବଂ 54 ହିସାବ କରିପାରିବେ ଆପଣଙ୍କର ସେଇଟା ରହିବ ଗ୍ରସ୍ ପେ ବା ଯେଉଁଟାକି ସାଲେରୀ। ଦେନ୍ ଏଜ୍ ମଧ୍ୟ ସମସ୍ତଙ୍କର ସମାନ ଅଲରେଡ଼ି ମୁଁ କହିଦେଇଛି 21ରୁ 38 ଏବଂ ଆମେ କ୍ୱାଲିଫିକେସନ୍ ଦେଖିବା। ମନେ ରଖନ୍ତୁ ଏଠି କେବଳ ସିଟି କରିଥିବା କ୍ୟାଣ୍ଡିଡେଟ୍ସ କିମ୍ବା DLED କରିଥିବା କ୍ୟାଣ୍ଡିଡେଟ୍ସ ମାନଙ୍କୁ ଆଲାଉଡ୍ କରାଯାଉଛି। +2 ଆର୍ଟ୍ସ, ସାଇନ୍ସ, କମର୍ସ ତା ସହିତ ସିଟି କିମ୍ବା DIETରୁ ଟ୍ରେନିଂ ପାସ୍ କରିଥିବା ଦରକାର ଏବଂ OTET ପେପର କରନ୍ତୁ 1 କରନ୍ତୁ କି 2 କରନ୍ତୁ ସମସ୍ତଙ୍କୁ ଆଲାଉଡ୍ ଏଠି ଆପ୍ଲାଏ କରିବା ପାଇଁ ଏବଂ ଲାଙ୍ଗୁଏଜ ଟିଚର ମଧ୍ୟ ସେ କ'ଣ ନା ସିଟି ବା DLED କରିଥିବେ ଏବଂ ଯେଉଁ ଲାଙ୍ଗୁଏଜ ପାଇଁ ସେ ଆବେଦନ କରିବେ ସେଥିରେ ତାଙ୍କର ପ୍ରଫିସିଏନ୍ସି ଥିବା ଦରକାର ଦେନ୍ ସେମାନେ ଆବେଦନ କରିପାରିବେ ଏବଂ ବାହାର ରାଜ୍ୟରୁ କରିଥିଲେ ଆପଣଙ୍କର ଯେଉଁଭଳି ମୁଁ କହିଲି ତାକୁ ଆପଣ କ୍ରାଇଟେରିଆକୁ ଫୁଲଫିଲ୍ କରୁଥିବା ଦରକାର ଏବଂ ସମସ୍ତ କ୍ୱାଲିଫିକେସନ୍ ମନେ ରଖନ୍ତୁ ଲାଷ୍ଟ ଡେଟ୍ ଅଫ୍ ଆପ୍ଲିକେସନ୍ ବା ଆଡ଼ଭର୍ଟାଇଜମେଣ୍ଟରେ ଆପଣଙ୍କୁ ଫୁଲଫିଲ୍ କରୁଥିବା ଦରକାର ତେବେ ଯାଇ ଆପଣ ଏଲିଜିବୁଲ୍ ହେବେ ଏବଂ ଏଠି ମଧ୍ୟ ଆପଣଙ୍କର ପ୍ରିଲିମିନାରୀ ଏକ୍ଜାମିନେସନ୍ କରାଯିବ ଯେଉଁଟାକି 100 ମାର୍କରେ ଏବଂ ଆପଣଙ୍କର ମେନ୍ ଏକ୍ଜାମିନେସନ୍ 100 ମାର୍କରେ କରାଯିବ ଏବଂ ଆପଣଙ୍କର ଯେଉଁ ରହିଛି ଏକ୍ଜାକ୍ଟ ଆପଣଙ୍କର ଯଦି
फाइव टाइम पोस्ट वाइज कैटेगोराइज न होउची देन आपणकर कौन करा जाउची ना प्रिलिमिनारी एग्जामिनेशन करा जिवो नाही। तो निश्चिंत भाव में यहाँ गोटे बहुत बड़ सुजोग अपॉर्चुनिटी आपण मैंने आवेदन करंतु एवं यहाँ मुझे जो यार डिटेल्स जो ये समस्त नोटिफिकेशन आपन को आमर टेलीग्राम चैनल रे अवेलेबल हो आपण पाई परिबे। एठी नेगेटिव मार्क अच्छी सिलेबस अनुसार प्रिपरेशन करंतु कहीं रेगुलर पोस्ट जूनियर टीचर रे एटा रहउची आठारु गोल्डन अपॉर्चुनिटी आउ कोठी मिली न पारे सेतमे आपण चांस नियंतु एवं एठी आपणकर प्रिलिमिनारी एग्जामिनेशन ला सिलेबस पाइबे एवं मेन एग्जामिनेशन ला मध्ये आपनको सिलेबस मिल जिवो। निश्चित भाव में प्रिपरेशन करंतु मस्ट पोस्ट एवं निश्चित भाव में सुजोग नियंतु। आज पई एतिकी पुणी देखा नेक्स्ट अपडेट रे से पर्यंत विदाय नवा। जय जगन्नाथ, जय ओडिशा, थैंक यू।